नमस्कार दर्शक बंधु शुभ सकाळ। आज ହେଉଛି 18 जुलाई गुरुବାର। ଆଜିର ରହିଛି 10ଟି ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର। ତେବେ ଖବରଟି ଦେଖିବା ପୂର୍ବରୁ ପ୍ରଥମେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ ଗୋଟିଏ ଲେଖାଏଁ କମେଣ୍ଟ କରିବେ। ନମ୍ବର 1 ଆଜି ଆଉଥରେ ଖୋଲିବ ରତ୍ନଭଣ୍ଡାର। ସକାଳ 8ଟାରୁ ମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ ମନା। ସ୍ଥାନାନ୍ତର ହେବ ଶ୍ରୀମନ୍ଦିରର ଭିତରର ରତ୍ନଭଣ୍ଡାର। ଆଉ ଏଥିପାଇଁ ପୁଣି ଥରେ ନିଷ୍ପତ୍ତି ନେଇଛନ୍ତି ଉଚ୍ଚ ରାଜ୍ୟସ୍ତରୀୟ ରତ୍ନଭଣ୍ଡାର ଯାଞ୍ଚ କମିଟି। ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ଏବଂ ସ୍ଥିତି ଅନୁଧ୍ୟାନ ପାଇଁ 11 ଜଣିଆ ପ୍ରତିନିଧି ଦଳକୁ ବଛାଯାଇଛି। ସକାଳ 9ଟା 15ରୁ 12ଟା ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ଥିବାରୁ ଏହି ସମୟ ଭିତରେ ପ୍ରତିନିଧି ଦଳ ତାଲା ଖୋଲି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ। ଏହା ପୂର୍ବରୁ ସକାଳୁ ପ୍ରତିନିଧି ଦଳକୁ ଏକ ପ୍ରସ୍ତୁତି ବୈଠକ ମଧ୍ୟ ହେବ। ଆଉ ସାଧାରଣ ଲୋକଙ୍କୁ 8ଟାରୁ ଦିନ 12ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଉଛି। ରତ୍ନଭଣ୍ଡାର ଯାଞ୍ଚ ବେଳେ ସିଂହଦ୍ୱାର ଖୋଲା ରହିବ, ଅନ୍ୟ 3 ଦ୍ୱାର ବନ୍ଦ ରହିବ। ପ୍ରତିନିଧି ସିଂହଦ୍ୱାର ମନ୍ଦିର ଭିତରେ ପ୍ରବେଶ କରିବେ। ଆଉ ଯାଞ୍ଚ ପରେ ଉଭୟ ଭିତର ଏବଂ ବାହାର ରତ୍ନଭଣ୍ଡାର ତାଲା ପକାଇ ଜଉମୁଦ ଦେଇ ସିଲ୍ ମଧ୍ୟ କରାଯିବ। ନମ୍ବର 2 ଆଜିଠାରୁ ବଢ଼ିବ ବର୍ଷା। ଦକ୍ଷିଣ ଓଡ଼ିଶା ପାଇଁ ବନ୍ୟା ମଧ୍ୟ ଭୟ। ଆସନ୍ତା 19 ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ସେଗୁଡ଼ିକ ହେଲା ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ମୌସୁମୀ ସମୟରେ 11ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ବାକି 19ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା କିଛି ଦିନରେ ଲାଗି ରହିଥିଲା। ଆଉ ଆଜିଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏଥର ନବୀନ ସରକାରଙ୍କ ଯୋଜନା ସ୍କାନ କରିବେ ମୋହନ ସରକାର। ଅନୁଦାନ ଦେଇଥିଲେ ବିଜେଡି ସରକାର, ଆଉ ଏବେ ଯାଞ୍ଚ କରିବେ ବିଜେପି ସରକାର। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦିଆଯାଇଥିଲା 50 ଲକ୍ଷ ଟଙ୍କା। ହେଲେ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ଯେ ରାମ ଭରସାରେ ଚାଲୁଥିଲା ଯୋଜନା, ତେଣୁ ସବୁ କିଛି ତଦନ୍ତ ହେବା। ସେପଟେ ବିଜେଡି କହିଛି ଖୋଳତାଡ଼ କରିବାରେ କିଛି ଅସୁବିଧା ନାହିଁ। ବିଜେଡି କହିଛି ଆମର ଖୋଳତାଡ଼ କଲେ କିଛି ଅସୁବିଧା ନାହିଁ। ଆଉ ଏପଟେ ବିଜେପି ପାର୍ଟି ମୋହନ ସରକାର ମୁଖ୍ୟମନ୍ତ୍ରୀ କହିଛନ୍ତି ଖୁବ୍ ଜଲ୍ଦି ଏହାର ତଦନ୍ତ ମଧ୍ୟ ହେବ। ରାତାରାତି କାହିଁକି 50 ଲକ୍ଷ ଟଙ୍କା ଦିଆଗଲା ଆଉ ପଞ୍ଚାୟତରେ କାହିଁକି ଏସବୁ ସୁବିଧା ଯୋଗାଇ ଦିଆଗଲା ନାହିଁ, ସେଥିପାଇଁ ସ୍କାନ ମଧ୍ୟ କରାଯିବ। ଆଉ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କା ଅନୁଦାନ ଦେଇ କିନ୍ତୁ ଏପର୍ଯ୍ୟନ୍ତ ପଞ୍ଚାୟତ ରାଜରେ କୌଣସି ପ୍ରକାର ସୁବିଧା ପାଇନାହାନ୍ତି। ଏସବୁ ତଦନ୍ତ ଖୁବ୍ ଜଲ୍ଦି କରାଯିବ ବୋଲି କୁହାଯାଇଛି। ଡବଲ ହୋଇଯିବ କର୍ମଚାରୀଙ୍କ ଦରମା, ସବୁଠାରୁ ଖୁସି ଖବର। ଖୁବ୍ ଶୀଘ୍ର ଖୁସି ଖବର ଦେଉଛନ୍ତି ସରକାର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 23ରେ କେନ୍ଦ୍ର ବଜେଟ୍ 2024 ଉପସ୍ଥାପନ କରିବେ। ଆଉ ଏହା ସପ୍ତମ ବେତନ କଟି ଏବେ ଅଷ୍ଟମ ବେତନ ହେବା ପାଇଁ ଯାଉଛି, ଯାହାଫଳରେ ସରକାରୀ କର୍ମଚାରୀଙ୍କ ବେତନ ବଢ଼ିବ ଆଉ ଡବଲ ହୋଇପାରେ ତାଙ୍କର ଦରମା ବୋଲି କୁହାଯାଇଛି। 2014 ତତ୍କାଳୀନ ମନମୋହନ ସିଂ ସପ୍ତମ ବେତନ ଆୟୋଗ କରିଥିଲେ, କାର୍ଯ୍ୟକାରୀ କରୁଥିଲେ। କିନ୍ତୁ ଏହା ଘଟିବାର କିଛି 10 ବର୍ଷ ପରେ ବର୍ତ୍ତମାନ ଟ୍ରେନ୍ ୟୁନିୟନ ନୂତନ ଅଷ୍ଟମ ପେ ଗଠନ ପାଇଁ ଦାବି ଶୁଣିବାକୁ ମିଳିଛି। ଏଥିରୁ ଜଣାପଡ଼ୁଛି ଯେ ସରକାର ଏହା ଉପରେ କାର୍ଯ୍ୟକାରୀ କରୁଛନ୍ତି ଆଉ ଦରମା ଖୁବ୍ ଜଲ୍ଦି ବୃଦ୍ଧି ପାଇବ ବୋଲି କୁହାଯାଉଛି। କ୍ରେଡିଟ୍ କାର୍ଡ ଧାରୀଙ୍କ ପାଇଁ ବଡ଼ ଖବର। ଅଗଷ୍ଟ 1ରୁ ବଦଳିବ ନିୟମ। ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କୁହାଯାଇଥାଏ, କାରଣ ମାସର ପ୍ରଥମ ଦିନ ସବୁ ନିୟମ ବଦଳିଥାଏ। ଆଉ ମାସର ପ୍ରଥମ ତାରିଖ ଦ୍ୱାରା ଅନେକ ନିୟମ ତିଆରି ଏବଂ ପୁରୁଣା ନିୟମ ଭାଙ୍ଗିଥାଏ, ଯାହାକୁ ସମସ୍ତେ ଭଲ ଭାବରେ ଜାଣିବା ଉଚିତ। ତେବେ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଯେ ଗ୍ରିଡ୍, ଚେକ୍, ମୋବିକ୍ୱିକ୍, ଫ୍ରି ରିଚାର୍ଜ ଏବଂ ଅନ୍ୟାନ୍ୟ ସେବାଗୁଡ଼ିକ ଆକାଉଣ୍ଟଧାରୀଙ୍କ କାରବାର ରାଶି ଉପରେ 1% ଚାର୍ଜ କରାଯିବ, ଯାହା 3000 ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁଥିବା ଉପଭୋକ୍ତାମାନେ 1% ଚାର୍ଜ ଆଦାୟ କରାଯିବ ବୋଲି କୁହାଯାଉଛି। ଅନ୍ୟ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ଯଦି ଆପଣମାନେ ପେମେଣ୍ଟ କରୁଛନ୍ତି କିମ୍ବା କିଛି ବି କରୁଛନ୍ତି 1% ଦେବା ପାଇଁ ପଡ଼ିବ ବୋଲି କ୍ରେଡିଟ୍ କାର୍ଡ ପକ୍ଷରୁ କୁହାଯାଇଛି। 50% କମିଯିବ ବିଦ୍ୟୁତ୍ ବିଲ୍, ଜାଣନ୍ତୁ କେମିତି? ତେବେ ଦର ବୃଦ୍ଧି ଗ୍ରୀଷ୍ମ ଚାଲିଥିବା ବେଳେ ବିଦ୍ୟୁତ୍ ବିଲ୍ ହୁ ହୁ ହୋଇ ବଢ଼ୁଥିଲା। ତେବେ ସ୍ୱଳ୍ପ ରୋଜଗାରରେ ଲୋକମାନେ ବିଦ୍ୟୁତ୍ ବିଲ୍ ଦେବାର ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ।
ଟେକ୍ନୋଲୋଜି ଯୁଗରେ ଘର ହେଉ ବା ଅଫିସ୍ ହେଉ ବୈଦ୍ୟୁତିକ ଉପକରଣ ବ୍ୟବହାର କରାଯାଉଛି। ଏଥିପାଇଁ କାରଣରୁ ବିଦ୍ୟୁତ୍ ବିଲ୍ ଅଧିକ ଦେବା ପାଇଁ ପଡୁଛି। ତେଣୁ ବିଦ୍ୟୁତ୍ ବିଲ୍ ଏବେ 50% ରୁ ହ୍ରାସ ପାଇବ ବୋଲି କୁହାଯାଉଛି। ଆପଣମାନେ ଆବଶ୍ୟକତାକୁ ପୂରଣ କରୁଥିବା ମାଗଣା ବିଦ୍ୟୁତ୍ ଉତ୍ସ ବ୍ୟବହାର କରିପାରିବେ। ସୋଲାର ପ୍ୟାନେଲ ଦ୍ୱାରା ବୈଦ୍ୟୁତିକ ଉପକରଣ ଚଲାଇ ପାରିବେ। ସରକାରୀ ଯୋଜନାରେ ସହ ଏଭଳି ଅନେକ କମ୍ପାନୀ ଗୁଡ଼ିକ ଅଛି ଯାହା ଗ୍ରାହକଙ୍କୁ ଏକ ବଡ଼ ଆକାରରେ ସୌର ପ୍ୟାନେଲ ସ୍ଥାପନ କରିବା ପାଇଁ ସୁବିଧା ଯୋଗାଉଛି। ତେବେ ଖୁବ୍ ଜଲଦି ସରକାର ମଧ୍ୟ ସୌର ପ୍ୟାନେଲ ପ୍ରତ୍ୟେକ ଘରେ ଲଗାଇବେ ବୋଲି କହୁଛନ୍ତି। ବିଦ୍ୟୁତ୍ ବିଲ୍‌ରୁ ମୁକ୍ତି ପାଇବା ପାଇଁ ଆପଣମାନେ କେବଳ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ପଡ଼ିବ। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ 1 କିଲୋୱାଟ୍‌ର ସୋଲାର ପ୍ୟାନେଲ ସ୍ଥାପନ କଲେ ଆପଣଙ୍କର ବିଦ୍ୟୁତ୍ ବିଲ୍ 50% ହ୍ରାସ ପାଇବ ବୋଲି କୁହାଯାଉଛି। ଏଥର ଅନଲାଇନରେ ଅର୍ଡର କରିହେବ ବିଦେଶୀ ମଦ। 10 ମିନିଟରେ ମିଳିବ ମଦ। ଅନଲାଇନ ମଦ ବିତରଣ ପାଇଁ ପାଇଲଟ ପ୍ରୋଜେକ୍ଟର କାମ ଆରମ୍ଭ ହୋଇଛି। ଘରେ ବସି ମଦ ଅନଲାଇନ ଅର୍ଡର କରିପାରିବେ ଲୋକେ। ପରୀକ୍ଷଣ ସଫଳ ହେଲେ 10 ମିନିଟରେ ଅର୍ଡର କରିଥିବା ଲୋକଙ୍କୁ ମଦ ମିଳିପାରିବ। ତେବେ ଘରେ ମଦ ପହଞ୍ଚାଇବ 4ଟି ଆପ୍। ଜୋମାଟୋ, ସ୍ୱିଗି, ବିଗ୍ ବାସ୍କେଟ୍ ଏବଂ ବ୍ଲିଙ୍କରଟ୍ ସହ ହାତ ମିଳାଇଛନ୍ତି ଅନଲାଇନ ଆପ୍। ଅନେକ ନାମୀଦାମୀ ବିଦେଶୀ ମଦ କମ୍ପାନୀ ଏ ଦିଗରେ ଉଦ୍ୟମ ଚଳାଇଛନ୍ତି। କମ୍ପାନୀଗୁଡ଼ିକ ଘରୋଇ ମଦ ବିତରଣକୁ ମଧ୍ୟ ସମର୍ଥନ କରିଛନ୍ତି। କମ୍ କମ୍ ଆଲକୋହଲ ଯୁକ୍ତ ମଦ ବିତରଣ କରିବାକୁ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏହି ତାଲିକାରେ ବିୟର ଏବଂ ୱାଇନ୍ ଭଳି ପ୍ରଡକ୍ଟ ସାମିଲ ରହିଛି। ଏଣୁ ମଦ କିଣିବା ପାଇଁ ଲୋକଙ୍କୁ ଆଉ ଦୋକାନ ଯିବା ପାଇଁ ପଡ଼ିବ ନାହିଁ କିମ୍ବା ଲମ୍ବା ଲାଇନ ପଡ଼ିବ ନାହିଁ। ଅନ୍ୟାନ୍ୟ ସାମଗ୍ରୀ ଭଳି ଆପଣମାନେ ମଧ୍ୟ ଅନଲାଇନରେ ମଦ ଆଣିପାରିବେ। ଆଗାମୀ କିଛି ମାସରେ ଏହି ସର୍ଭିସ ଆରମ୍ଭ ହେବା ପାଇଁ ଯାଉଛି। ପ୍ରତି ମାସରେ ଏମାନଙ୍କୁ ମିଳିବ 1000 ଟଙ୍କା। ରହିଛି କ'ଣ ଯୋଗ୍ୟତା ଜାଣି ନିଅନ୍ତୁ। ଛାତ୍ରଛାତ୍ରୀ ହୁଅନ୍ତୁ କିମ୍ବା ସାଧାରଣ ଜନତା, ପ୍ରତ୍ୟେକ ବର୍ଗ ପାଇଁ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ବିଶେଷ କରି ବୃଦ୍ଧ, ଶିଶୁ ଓ ମହିଳାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଯୋଜନା କରାଯାଉଛି, ଯାହାଦ୍ୱାରା ଅଧିକ ନାଗରିକମାନେ ସିଧାସଳଖ ଲାଭ ପାଉଛନ୍ତି। ଏଭଳି ଯୋଜନାରେ ବାର୍ଷିକ 12,000 ଟଙ୍କା ଯୋଗାଇ ଦିଆଯାଉଛି, ଅର୍ଥାତ୍ ମାସକୁ 1000 ଟଙ୍କା ଲେଖାଏଁ ଯୋଗାଇ ଦିଆଯାଉଛି। ଏହି ଯୋଜନାର ପ୍ରଥମ କିସ୍ତି ଉଠାଇବା ପରେ ଆରମ୍ଭ କରିଛନ୍ତି ସରକାର। ଏଥିରେ କେଉଁମାନେ ଉପକୃତ ହେଉଛନ୍ତି ଆସନ୍ତୁ ଜାଣିବା। ତେବେ ଗତ ମାର୍ଚ୍ଚ 10 ତାରିଖରୁ ଯୋଜନାରେ ମହିଳାଙ୍କୁ ଟଙ୍କା ମିଳିବା ଆରମ୍ଭ ହୋଇଛି। ଏହା ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର ଭାବେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଏହି ଯୋଜନାରେ ସାମିଲ ହେବାକୁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ମଧ୍ୟ ରହିଛି। ପ୍ରତି ମହିଳାଙ୍କୁ 1000 ଟଙ୍କା ଲେଖାଏଁ ମିଳିଛି। ଫେବୃଆରୀ 20 ତାରିଖ ପର୍ଯ୍ୟନ୍ତ ଏହି ଯୋଜନା ଆବେଦନ କରାଯାଇଥିଲା। ଏହାପରେ ଫେବୃଆରୀ 29 ତାରିଖରେ ଆବେଦନଗୁଡ଼ିକ ଯାଞ୍ଚ ମଧ୍ୟ ହୋଇଥିଲା। ଏଭଳି ଯୋଜନାରେ ପୂର୍ବରୁ ଦାବି ନେଇ ଆସୁଥିଲା ଯେ ଦାବିଗୁଡ଼ିକ ସମାଧାନ ମଧ୍ୟ କରାଯାଇଛି। ଏହାପରେ ମାର୍ଚ୍ଚ 10ରେ 1000 ଟଙ୍କା ଲେଖାଏଁ ପ୍ରତି ଆକାଉଣ୍ଟରେ ଜମା କରାଯାଇଛି। ତେଣୁ ଆଗକୁ ପୁଣି ଆହୁରି ଆକାଉଣ୍ଟରେ ଜମା କରାଯିବ ବୋଲି ସରକାର କହିଛନ୍ତି। ଡୋନାଲ୍ଡ ଟ୍ରମ୍ପ ହେଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ। ତୃତୀୟ ଥର ପାଇଁ ଲଢୁଛନ୍ତି ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ରିପବ୍ଲିକାନ କନଭେନସନ ଦଳ ପକ୍ଷରୁ ଘୋଷଣା। 78 ବର୍ଷୀୟ ଟ୍ରମ୍ପ ତୃତୀୟ ଥର ପାଇଁ ଲଢୁଛନ୍ତି ରାଷ୍ଟ୍ରପତି ନିର୍ବାଚନ। ଜେଡି ବେସ୍ ହେଲେ ରିପବ୍ଲିକାନ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ। 39 ବର୍ଷୀୟ ଜେଡି ବେସ୍ ଓହିଓର ସିନେଟର ଅଛନ୍ତି। ଟ୍ରମ୍ପଙ୍କୁ ଗୁଳିମାଡ଼ ପରେ ଆମେରିକାରେ ବଢ଼ିଛି ରାଜନୈତିକ ଉଷ୍ମତା। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଫ୍ରେସିନିଆରେ ରାଲି ହୋଇଥିବା ବେଳେ ଆକ୍ରମଣ ଡୋନାଲ୍ଡ ଟ୍ରମ୍ପଙ୍କୁ ଯଦିଓ ଅଳ୍ପକେ ବର୍ତ୍ତେଇଛନ୍ତି, କିନ୍ତୁ ଏବେ ଘଟଣା ଏବେ ଆମେରିକା ରାଜନୀତିରେ ଗୋଟେ ପ୍ରସଙ୍ଗ ତିଆରି ହୋଇଛି। ତେବେ ଦେଖାଯାଉ ଆଗକୁ କିଏ ରାଷ୍ଟ୍ରପତି ହେବ।